କାହାଣୀ ସଶରୀରେ ଲୀନ ହୋଇଗଲେ। ଶ୍ରୀ ଚୈତନ୍ୟ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ। ସବୁବେଳେ ସେ ଗରୁଡ଼ ଖମ୍ବ ନିକଟରେ ଠିଆ ହୋଇ ଦାରୁ ବିଗ୍ରହକୁ ଅପଲକ ନୟନରେ ଚାହିଁ ରହନ୍ତି। ନାମ ସଂକୀର୍ତ୍ତନ ସହ ଶ୍ରୀ ବିଗ୍ରହଙ୍କ ସୌନ୍ଦର୍ଯ୍ୟର ସୁଧାକୁ ପାନ କରନ୍ତି। 1533 ମସିହା ଆଷାଢ଼ ମାସର ଘଟଣା। ସେଦିନ ଶ୍ରୀ ଚୈତନ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନବେଦୀକୁ ଚାଲିଗଲେ। ପାଗଳ ପ୍ରାୟ ହୋଇ ସେ ଶ୍ରୀ ବିଗ୍ରହଙ୍କୁ କୋଳାଗ୍ରତ କଲେ। ପ୍ରଭୁଙ୍କ ଅଙ୍ଗରେ ଲୀନ ହେବା ପାଇଁ କାତର ପ୍ରାର୍ଥନା କଲେ। ମନ ପ୍ରାଣ ହୃଦୟର ସହ ଦାରୁ ବିଗ୍ରହଙ୍କୁ ଜାବୁଡ଼ି ଧରିଲେ। ସତେ ଯେପରି ଭଗବାନ ଭକ୍ତ ଏକ, ଆତ୍ମା ପରମାତ୍ମା ଏକ। ହଠାତ୍ ଆପେ ଆପେ ଗର୍ଭଗୃହର କବାଟ ବନ୍ଦ ହୋଇଗଲା। କେବଳ ଶ୍ରୀ ଚୈତନ୍ୟ ହିଁ ଥିଲେ ଗର୍ଭଗୃହରେ। ଶ୍ରୀ ଚୈତନ୍ୟଙ୍କ ସହଯୋଗୀ ସହକର୍ମୀ ତଥା ଭକ୍ତ ସମୂହ ବାହାରେ ପ୍ରତୀକ୍ଷା କରିଥାନ୍ତି। ଶ୍ରୀ ଚୈତନ୍ୟ ଗର୍ଭଗୃହରୁ କେତେବେଳେ ଫେରିବେ? ବହୁ ସମୟର ଅପେକ୍ଷା ପରେ ଶ୍ରୀ ଚୈତନ୍ୟ ନ ଫେରିବାରୁ ଗର୍ଭଗୃହର କବାଟ ଖୋଲାଗଲା। ସମସ୍ତେ ଦେଖିଲେ ଶ୍ରୀ ଚୈତନ୍ୟ ଗର୍ଭଗୃହରେ ନାହାନ୍ତି। ଏହି ଅଲୌକିକ ଘଟଣାଟି ପ୍ରଚାରିତ ହେବା ମାତ୍ରେ ଶ୍ରୀମନ୍ଦିର ହୋଇଗଲା ଲୋକାରଣ୍ୟ। ଶ୍ରୀମନ୍ଦିରର ଗର୍ଭଗୃହଠାରୁ ଆରମ୍ଭ କରି ନାଟ ମନ୍ଦିର ତଥା ଶ୍ରୀମନ୍ଦିରର ସମସ୍ତ କୋଣ ଅନୁକୋଣେ ତନ୍ନ ତନ୍ନ କରି ଖୋଜାଗଲା, କିନ୍ତୁ କେହି ଶ୍ରୀ ଚୈତନ୍ୟଙ୍କ ସନ୍ଧାନ ପାଇଲେ ନାହିଁ। ତତ୍କାଳୀନ ପୁରୀ ଗଜପତି ପ୍ରତାପରୁଦ୍ରଦେବ ନିଜର ଆନୁଗତ୍ୟ ଓ କର୍ତ୍ତବ୍ୟନିଷ୍ଠ ରାଜକର୍ମଚାରୀଙ୍କ ମାଧ୍ୟମରେ ସବୁଆଡ଼େ ସନ୍ଧାନ କଲେ। ଦୀର୍ଘ ଦିନର ଆପ୍ରାଣ ପ୍ରୟାସ ସତ୍ତ୍ୱେ ତାଙ୍କର ସନ୍ଧାନ ମିଳିଲା ନାହିଁ। ସେହି ରହସ୍ୟମୟ ଅନ୍ତର୍ଦ୍ଧାନ ଏବେ ବି ଅବୋଧ୍ୟ। ଠିକ୍ ଏହିଭଳି ଦ୍ୱାରକାଧୀଶଙ୍କ ବିଗ୍ରହରେ ଲୀନ ହୋଇଥିଲେ ମୀରା। ରାମାନୁଜଙ୍କ ଉପସ୍ଥିତିରେ ଦିଲ୍ଲୀ ସମ୍ରାଟ ନନ୍ଦିନୀ ଲକ୍ଷ୍ମୀ ମଧ୍ୟ ବିଷ୍ଣୁ ବିଗ୍ରହରେ ଲୀନ ହୋଇଥିଲେ। ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲୀନ ହେବା ମୂଳରେ ଥିଲା ହୃଦୟର ଆକୁଳ ପ୍ରାର୍ଥନା।